ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ ଫରେଷ୍ଟ ଗାର୍ଡ଼ରେ ଯେତକ ବି ପ୍ରିଭିୟସ୍ ଇୟର୍ରେ ଓଡ଼ିଆ ଗ୍ରାମାର ପିଆଇକ୍ୟୁ କ୍ୱେଶ୍ଚିନ୍ ଆସିଥିଲା ତାକୁ ଡିଟେଲ୍ସରେ ଡିସ୍କସନ୍ କରିବା, ଯାହାଦ୍ୱାରା ଆପଣମାନେ ଓଡ଼ିଆରେ ଫୁଲ୍ ମାର୍କ ରଖିପାରିବେ। ଦେଖନ୍ତୁ, ବହୁତ ସାରା ପିଆଇକ୍ୟୁ କ୍ୱେଶ୍ଚିନ୍ ମଧ୍ୟ ଆମେ ଡିସ୍କସନ୍ କରିଛେ। ଦେଖି ନାହାନ୍ତି, ଡିସ୍କସନ୍ ପ୍ଲେଲିଷ୍ଟ ଲିଙ୍କ୍ ଦେଇଦେବି, ଚେକ୍ କରିନେବେ। ଓକେ, ଦେଖନ୍ତୁ, ପ୍ରଥମ ପ୍ରଶ୍ନ ଦେଇଛି ନବୋଢ଼ା। ନବୋଢ଼ାର ସନ୍ଧି କିପରି ହୋଇଛି? ଦେଖନ୍ତୁ, କିପରି ହୋଇଛି ନବ ଯୁକ୍ତ ଉଢ଼ା। ଦେଖନ୍ତୁ, ଏଠି ଗୋଟେ ସନ୍ଧିର ନିୟମ ଫଲୋ ହୋଇଛି। କ'ଣ ନା, ଅ ବା ଆ ପରେ ଆମେ ଯଦି ହସୁ କିମ୍ବା ଦୀର୍ଘ ବ୍ୟବହାର କରୁଛେ ତେବେ ସେ ଦୁଇଟାକୁ ମିଶି ଓ ହେବ। ଯେମିତିକି ଆପଣଙ୍କୁ ଆଉ ଗୋଟେ ମୁଁ ଏକ୍ଜାମ୍ପଲ୍ ଦେଉଛି। ଗୋଟେ ଏକ୍ଜାମ୍ପଲ୍ ଅଛି ଲମ୍ବ ଯୁକ୍ତ ଉଦର। ଦେଖନ୍ତୁ, ଲମ୍ବ ଯୁକ୍ତ ଉଦର, ଲମ୍ବରେ ଅ ରହୁଛି, ଉଦରରେ ଉ ରହୁଛି, ଦୁଇଟାକ ଯଦି ମିଶି ଯାଉଛି କ'ଣ ହେଇଯିବ ନା ଲମ୍ବୋଦର ହେଇଯିବ। ଏଠି ଯେଉଁ ନବୋଢ଼ା ଦେଲା ଏଇଟା କେଉଁ ସନ୍ଧି ନା ସ୍ୱର ସନ୍ଧି। ଓକେ, ନବୋଢ଼ାର ଅର୍ଥ କ'ଣ ନା ନବ ବିବାହିତା, ମାନେ ଯେଉଁମାନେ ନୂଆ ବାହା ହେଇଛନ୍ତି ତାଙ୍କୁ ଆମେ ନବୋଢ଼ା କହିବା। ତ ଭାବୁଛି ଫାର୍ଷ୍ଟ କ୍ୱେଶ୍ଚିନ୍ ବୁଝିପାରିଥିବେ। ସେକେଣ୍ଡରେ ଦେଲା କୁହୁଡ଼ି ପହଁରିବା, ଏହାର ଅର୍ଥ କ'ଣ ନା ବୃଥା ପରିଶ୍ରମ କରିବା। ତ ଫ୍ରେଣ୍ଡ ଦେଖନ୍ତୁ, ଦେଲା ଗୋପବନ୍ଧୁ ଚୌଧୁରୀକୁ ଓଡ଼ିଶାର ମହାତ୍ମା ଗାନ୍ଧୀ କୁହାଯାଏ। ଦେଲା ମହାତ୍ମା ଗାନ୍ଧୀ। ଆପଣମାନେ ସମସ୍ତେ ଜାଣିଛନ୍ତି ବିଶେଷ୍ୟ ଆମର 5 ପ୍ରକାର: ନାମ ବା ସଂଜ୍ଞାବାଚକ, ଜାତିବାଚକ, କ୍ରିୟାବାଚକ, ବସ୍ତୁବାଚକ, ଗୁଣବାଚକ। ଏଠି ଯେଉଁ ମହାତ୍ମା ଗାନ୍ଧୀ ଦେଲା ଏଇଟା ମହାତ୍ମା ଗାନ୍ଧୀର କ'ଣ ହେବ ନା ଦେଖନ୍ତୁ ହେବ ଜାତିବାଚକ। କିନ୍ତୁ ଏଠି ଯଦି ଗୋପବନ୍ଧୁ ଉପରେ ଦେଇଥାନ୍ତା ତାହେଲେ ଗୋପବନ୍ଧୁ ଆମର କ'ଣ ହୋଇଥାନ୍ତେ ନା ନାମ ବା ସଂଜ୍ଞାବାଚକ। ନେକ୍ସଟ, ଆକାଶ କାହାର ପ୍ରତିଶବ୍ଦ? ସମସ୍ତେ ଜାଣିଛନ୍ତି ଆକାଶ ହେଉଛି ବ୍ୟୋମର ପ୍ରତିଶବ୍ଦ। ପଚାରିବ ଆଉ ଅଲଗା କ'ଣ କ'ଣ ପ୍ରତିଶବ୍ଦ ଅଛି ଆକାଶର? ନା ଦେଖନ୍ତୁ, ଗଗନ ହେଇପାରିବ, ଆକାଶ ହେଲା, ଅମ୍ବର ହେଇପାରିବ। ଅମ୍ବରଟା ପ୍ରାୟ ପରୀକ୍ଷାରେ ପଡ଼ୁଛି। ଏଠି ଯେଉଁ ଦେଲା ଶିଖି, ଶିଖି କାହାର ପ୍ରତିଶବ୍ଦ? ସମସ୍ତେ ଜାଣିଛନ୍ତି ମୟୂରର। ମୟୂରର ଆଉ କ'ଣ କ'ଣ ହେଇପାରିବ? କଳାପି, କେକି, ଶିଖି। ହୁତାସନ ନିଆଁର, ଜୁଇ, ଜାଇ, ଜୁଇ, ନିଆଁ, ବହ୍ନି। ତାପରେ ଖଗ, ଖଗ ହେଉଛି ପକ୍ଷୀର। ପକ୍ଷୀର ଆଉ କ'ଣ ହେଇପାରିବ? ବିହଗ ହେଇପାରିବ, ବିହଙ୍ଗମ ହେଇପାରିବ, ଉଦ୍ଯୋଗ ହେଇପାରିବ। ତାପରେ ବସନ୍ତ ଋତୁରେ ଦକ୍ଷିଣା ପବନ ବହେ। ଏଇ ଦକ୍ଷିଣାଟା କି ପ୍ରକାର ବିଶେଷଣ? ବିଶେଷଣ ଆମର 8 ପ୍ରକାର: ବିଶେଷଣ ବିଶେଷଣ, ବିଶେଷ୍ୟର ବିଶେଷଣ, କ୍ରିୟାଜ ବିଶେଷଣ, କ୍ରିୟା ବିଶେଷଣ, ଅବସ୍ଥାବାଚକ ବିଶେଷଣ, ଗୁଣବାଚକ ବିଶେଷଣ, ପରିମାଣବାଚକ ବିଶେଷଣ। ଏହିପରି ଏଠି ଯେଉଁ ଦକ୍ଷିଣା ଦେଲା ଏଇଟା କ'ଣ ବୁଝାଉଛି ନା ପବନର ଗୋଟେ ଗୁଣକୁ ବୁଝାଉଛି। ଯେହେତୁ ଗୁଣକୁ ବୁଝାଉଛି ତେଣୁ ଏଇଟା ହେବ ଆମର ଗୁଣବାଚକ ବିଶେଷଣ। ଯଦି କ୍ରିୟାଜ ବିଶେଷଣ ଆମେ କହିବା କ'ଣ ହେବ ନା ଚଳନ୍ତା ଗାଡ଼ି, ଉଡ଼ନ୍ତା ନିଆଁ, ଫଳନ୍ତା ଗଛ, ଏହିପରି ତାକୁ କ୍ରିୟାଜ ବିଶେଷଣ ହୋଇଥାଏ। ଓଡ଼ିଆ ଲିପି କେଉଁ ଲିପିରୁ ସୃଷ୍ଟି ହୋଇଛି? ଭାଷାବିତମାନେ ମତ ଦିଅନ୍ତି। ଏଇଟା ମନେ ରଖିବେ। ତ ଏଇଟା କ'ଣ ହେବ ନା ବ୍ରାହ୍ମୀ ଲିପି ହେବ। ନିଶ୍ୱାସର ବିପରୀତ ଶବ୍ଦ କ'ଣ ହେବ? ବହୁତ ସହଜ କ୍ୱେଶ୍ଚିନ୍। କ'ଣ ହେବ? ପ୍ରଶ୍ୱାସ ହେବ। ପିଲାଟି ଏପରି ଡ୍ୟାସ୍ ଯେ ଯାହା କହିବ ତାହା କରିବ, ଉପଯୁକ୍ତ ରୂଢ଼ି ଦ୍ୱାରା ସ୍ଥାନ ପୂରଣ କର। କ'ଣ ନା ନଛୋଡ଼ ବନ୍ଧା। ନଛୋଡ଼ ବନ୍ଧା ମାନେ କ'ଣ ହେଇଥିବ ନା କ'ଣ ହେବ? ଏକ ଜିଦିଆ। ଏଠି ଜିଦିଆ ଅପସନ୍ ଅଛି କିନ୍ତୁ ଆପଣଙ୍କୁ ରୂଢ଼ି ଦେଇଛି ଲେଖିବାକୁ, ତେଣୁ ନଛୋଡ଼ ବନ୍ଧା ହେବ। ଅବତରଣ, ଅବତରଣ ଶବ୍ଦଟି କିପରି ତିଆରି ହୋଇଛି? କେମିତି ହେଇଛି ନା ଅବ୍ ଯୁକ୍ତ ତୃ ଯୁକ୍ତ ଅନ୍ନ। ଏଠି ପଚାରିଦେବ ପ୍ରତ୍ୟୟ କ'ଣ ୟୁଜ୍ ହେଇଛି? ନା ଦେଖନ୍ତୁ, ପ୍ରତ୍ୟୟ ଏଠି ଅନ୍ନ ୟୁଜ୍ ହେଇଛି। ଅବ ଏଠି କ'ଣ ନା ଉପସର୍ଗ, ତୃ ହେଉଛି ଧାତୁ, ଅନ୍ନ ହେଉଛି ପ୍ରତ୍ୟୟ। ତାପରେ ତ ଦେଖନ୍ତୁ, ଏଠି ଦେଲା ଭୂଷଣ ଅର୍ଥରେ କେଉଁ ଉପସର୍ଗ ବ୍ୟବହୃତ ହୋଇଛି? ଉଦାହରଣତଃ ଏକ୍ଜାମ୍ପଲ୍ ଆମେ 4ଟା ଆକାର ଜାଣିବା।
ଯାହାଦ୍ୱାରା ଏ ଭିତରୁ କିଛି ବି ପଡ଼ିବ ଆମେ ଆନ୍ସର କରିକି ଆସିବା। ଦେଖନ୍ତୁ ଅପି ତ ଆମର ଭୂଷଣ ଅର୍ଥରେ ବ୍ୟବହୃତ ହେଉଛି। ଯଦି ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, କ'ଣ ଏକ୍ଜାମ୍ପଲ୍ ନା ଅପି ଧାନ ହେଲା। ଅପି ଧାନର ଅର୍ଥ କ'ଣ ନା ଆଚ୍ଛାଦନ। এইটা ଯଦି ଦେବ କେମିତି ଲେଖାଯିବ ବା ଗଠନ ନୀତି କ'ଣ ହେବ ନା କ'ଣ ହେବ ଅପି ଯୁକ୍ତ ଧା ଯୁକ୍ତ ଅନ୍ନ। ଆଉ ଗୋଟେ ସେହିପରି ଏକ୍ଜାମ୍ପଲ୍ ଦେଉଛି କ'ଣ ନା ଅପିଚ। କ'ଣ ନା ଅପିଚ। ଏଇଟା କେମିତି ଲେଖା ହେବ ନା ଅପି ପ୍ଲସ୍ ଚ। ଏହାର ଯଦି ଆମେ କହିବା ଅର୍ଥ କ'ଣ ନା ଅଧିକନ୍ତୁ। ଏଠି ଦେଖନ୍ତୁ ଗୋଟେ ଅଛି ଅବ, ପ୍ରତି ଆଉ ଅପି। ଏଇ ତିନିଟାକର ଆମେ ମଧ୍ୟ ଜାଣିବା, ଯାହାଦ୍ୱାରା ଏହା ଭିତରୁ ଯଦି ପରୀକ୍ଷାରେ କିଛି ବି ଆସୁଛି ଆମେ କରିକି ଆସିବା। ତ ଫ୍ରେଣ୍ଡ ଦେଖନ୍ତୁ ଏଠି ଯେଉଁ ଅଛି ଅବ, ଏହାର ଏଇ ଯେଉଁ ଉପସର୍ଗଟି କ'ଣ ପାଇଁ ବ୍ୟବହୃତ ହୋଇଥାଏ ନା ଦେଖନ୍ତୁ ଏଇଟା ଆମର ନିଶ୍ଚୟ ଅର୍ଥରେ ବ୍ୟବହୃତ ହୋଇଥାଏ। ତାପରେ କେତେକ ଜାଗାରେ ଘୃଣା ଅର୍ଥରେ ବ୍ୟବହୃତ ହୋଇଥାଏ, କେତେକ ଜାଗାରେ ସମାନ ଅର୍ଥରେ ବ୍ୟବହୃତ ହୋଇଥାଏ। ମୁଁ ଯଦି ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଦେଖନ୍ତୁ ଲେଖିଦେବା ଆମେ ଅବତରଣ ହେଲା। ଅବ ତୃ ଯୁକ୍ତ ଅନ୍ନ। ଏହାର ଅର୍ଥ କ'ଣ ନା ଓହ୍ଲାଇବା, ମାନେ କୌଣସି ଜିନିଷକୁ ଅଧା ବାଟରୁ ଛାଡ଼ିଦେବା। ଆଉ ଗୋଟେ ଯଦି ଏକ୍ଜାମ୍ପଲ୍ ଦେବି ଅବନତି। ଅବନତି ମାନେ ଆପଣ ଜାଣିଛନ୍ତି ଅଧୋଗତି। ଏଇଟା ପରୀକ୍ଷାରେ ପଚାରିବ କେମିତି ଲେଖା ହେଇଛି ନା ଅବ ଯୁକ୍ତ ନମ୍ ଯୁକ୍ତ ତି। এইটা ହେଉଛି ଆମର ଅବର ଉଦାହରଣ। ତାପରେ ପ୍ରତି। ପ୍ରତି ଉପସର୍ଗଟି କେଉଁଥିରେ ବ୍ୟବହୃତ ହୋଇଛି ନା ଆମେ କହିପାରିବା ସମୀପ ଅର୍ଥରେ, ବିପରୀତ ଅର୍ଥରେ, ସାଦୃଶ୍ୟ ଅର୍ଥରେ ବା ବିରୋଧ ଅର୍ଥରେ। ଗୋଟେ ଏକ୍ଜାମ୍ପଲ୍ ଦେଖିବା ପ୍ରତିକୂଳ। ଆପଣ ଜାଣିଛନ୍ତି ପ୍ରତିକୂଳ ମାନେ କ'ଣ ନା ବିପକ୍ଷ, କୂଳର ବିପରୀତ ଆମେ କହିପାରିବା। ପ୍ରତିକୂଳଟା କେମିତି ଲେଖା ହେଇଛି ପ୍ରତି ଯୁକ୍ତ କୂଳ। ସେହିପରି ଆଉ ଗୋଟେ ପ୍ରତି ଉତ୍ତର। ଏହାର ଅର୍ଥ କ'ଣ ମାନେ ଜବାବର ଜବାବ ଦେବା। এইটা କେମିତି ଲେଖା ହେଇଛି ନା ଦେଖନ୍ତୁ ପ୍ରତି ଉତ୍ତର। ପ୍ରତି ଯୁକ୍ତ ଉତ୍ତର। ଅପି। ଅପି ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି এইଟା ଆପଣ ପାଇଁ ଟାସ୍କ ରହିଲା। ଆପଣମାନେ ବହି ଦେଖି କୁହନ୍ତୁ କିମ୍ବା ଜାଣିଛନ୍ତି ଯଦି ଜରୁର କମେଣ୍ଟ କରି କହିବେ। ଗୋଟିଏ ଚାଉଳରେ ଗଢ଼ା, এই ରୂଢ଼ିର ଅର୍ଥ କ'ଣ ସମସ୍ତେ ଜାଣିଛନ୍ତି ଅତି ସୁନ୍ଦର। ଡ୍ୟାସ୍ ଗୋଟିଏ ଯୁକ୍ତାକ୍ଷର। ଯୁକ୍ତାକ୍ଷର ମାନେ କ'ଣ ଯେଉଁ ଶବ୍ଦ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ସମାହାରରେ ଗଠିତ ହୋଇଥାଏ ତାକୁ ଆମେ ଯୁକ୍ତାକ୍ଷର କହିଥାଉ। ଏଠି ଦେଇଛି କ୍ଷୟ। କ୍ଷୟ ଆମର ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ସମାହାରରେ ଘଟିଛି। ଗୋଟେ ହେଉଛି ସ ଯୁକ୍ତ ଇୟ। ସ ଯୁକ୍ତ ଇୟ ଆମର କ୍ଷୟ ହେଇଛି, ସେଥିପାଇଁ ତାକୁ ଯୁକ୍ତାକ୍ଷର କୁହାଯାଏ। ଏଠି ଯେଉଁ ଆମର ଐ ଅଛି, ଐ କି ଆମର ସଂଯୁକ୍ତ ସ୍ୱରବର୍ଣ୍ଣ କୁହାଯାଏ। କାରଣ ଐ ଆମର ଦୁଇଟି ଶବ୍ଦର ଦୁଇଟି ସ୍ୱରବର୍ଣ୍ଣର ସମାହାରରେ ଗଠିତ ହୋଇଛି। ଗୋଟେ ହେଉଛି ଅ ତ ଇ। ଆଉ ଗୋଟେ ମଧ୍ୟ ଆମର ସଂଯୁକ୍ତ ସ୍ୱରବର୍ଣ୍ଣ ଅଛି କ'ଣ ନା ଔ। ଔ ମଧ୍ୟ ଦୁଇଟା ଶବ୍ଦର ସମାହାରରେ ଗଠିତ ହୋଇଛି ଅ ଯୁକ୍ତ ହର୍ଷ। ତ ଭାବୁଛି ବୁଝିପାରିଥିବେ। ଶିଶୁଟି ବିଭିନ୍ନ ପ୍ରକାର ହସ ହସିପାରେ। ହସିପାରେଟା କି ପ୍ରକାର କ୍ରିୟା ନା ସକର୍ମକ କ୍ରିୟା। କ୍ରିୟା ଆମର ଦୁଇ ପ୍ରକାର, ଗୋଟେ ହେଉଛି ସକର୍ମକ, ଗୋଟେ ହେଉଛି ଅକର୍ମକ। ସକର୍ମକ ଯାହାର କର୍ମ ଥାଏ, ଅକର୍ମକ ଯାହାର କର୍ମ ନଥାଏ। ଏଠି କର୍ମ ଅଛି ହସ, ତେଣୁ ଏଇଟା ସକର୍ମକ କ୍ରିୟା ହେଲା। ଜ୍ଞାନୀର ବିପରୀତ ଶବ୍ଦ କ'ଣ ହେବ? କ'ଣ ହେବ ନା ଅଜ୍ଞାନ ହେବ। ସମସ୍ତେ ଜାଣିଛନ୍ତି ଡ୍ୟାସ୍ ଧନ ମଣିଷକୁ ଶାନ୍ତି ଦିଏ। କ'ଣ ନା ଝାଳ ବୁହା ଧନ। ଝାଳ ବୁହା ମାନେ କ'ଣ ନା କଷ୍ଟ ଅର୍ଜିତ। ପ୍ରବୃତ୍ତିର ବିପରୀତ ଶବ୍ଦ କ'ଣ ହେବ? କ'ଣ ହେବ? ନିବୃତ୍ତି ହେବ। ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ କେତୋଟି ଓ କେଉଁଠୁ କୋଉଠାଯାଏ ଅଛି? ସ୍ୱରବର୍ଣ୍ଣ ଆମର 11ଟା ସମସ୍ତେ ଜାଣିଛନ୍ତି। ବ୍ୟଞ୍ଜନ ବର୍ଣ୍ଣ କେତେକ ଜାଗାରେ 38ଟା କିମ୍ବା କେତେକ ଜାଗାରେ 39ଟା କାଉଣ୍ଟ ହୋଇଥାଏ। କେତେରୁ କେତେ ନା ଅ ଠାରୁ ଔ ପର୍ଯ୍ୟନ୍ତ। ପରୀକ୍ଷାରେ ପଚାରିବ ଆମର ଯେଉଁ ବ୍ୟଞ୍ଜନ ବର୍ଣ୍ଣ ରହିଛି କେତେ ପ୍ରକାର ଦେଖନ୍ତୁ ଦୁଇ ପ୍ରକାର। ଗୋଟିଏ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ଆଉ ଗୋଟେ ଅବଗୀୟ ବ୍ୟଞ୍ଜନ ବର୍ଣ୍ଣ। ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣ ଆମର 25ଟା, ଅବଗୀୟ ବ୍ୟଞ୍ଜନ ବର୍ଣ୍ଣ 14ଟା,
ओके। वर्गीय व्यंजन वर्ण आमर 5 भाग विभक्त। कौन कौन ना क च ट त प। कौन ना कंठ्य तालव्य मूर्धन्य दंत्य उष्ट्य। तापर आउ गोटे परीक्षा पचारे अनुनासिक वर्ण आमर केतेटा अच्छी ना 5टा अच्छी। प्रत्येक वर्गर शेष वर्ण को अनुनासिक वर्ण कह जाए। जमतीक आमर उ निय न एपरी। या भितर कौटा अलगा देखो सचिपति। सचिपति हूँ कौन इंद्रंकर प्रतिशब्द। दनुज हूँ राक्षसर प्रतिशब्द। दुटा अलगा ही मयूर प्रतिशब्द अंश। धेनुर गाभी बा गाई। ईश्वर ईश्वर बा पप। किंतु सचिपति दनुज उल्टा अच्छे। धातुर अंतरे कृत प्रत्यय जोग हेले कौन होता है कुदंत। तापर सिद्ध क्रियापद गुड़िक साधारणतः कि पद भाव में व्यवहृत होता है। देखो क्रियापद जेहेतु आम क्रियावाचक ही व्यवहृत हम आउ कौन व्यवहृत हम। अजा भारी मजा कहानी कहती भारी। देखु एठी विशेषण कौटा रही कहानी रही। देखो कहानी रही कर्म। मजा मजाटा क्या विशेष कला कहानी की। तापर देखो मजा को किए विशेष कला भारी। तेणु विशेषण विशेषण। तापर पुनरागमन देखो ये संधि दे एटा आम कौ संधि हम विसर्ग संधि। संधि आमर 3 प्रकार स्वर संधि व्यंजन संधि विसर्ग संधि। परीक्षा पचार संधि क्या कहुए कौन ना पूर्वपदर शेष वर्ण परपदर प्रथम वर्ण बा आद्य वर्णर मिलन को आम संधि कहवा। देखिए पुनरागमन केमती होइए। अलणा कथा। अलणा कथार अर्थ कौन हम मूल्यहीन कथा। बिजुली आकाश में चमकुची। ओके देखो वाक्यटा उल्टिकी देती मुझे कहूँ कर्म केते प्रकार क्रिया आम 2 प्रकार सकर्मक अकर्मक। प्रथमे देखु ये कर्म अच्छी कि ना। देखो चमुकुची आम केमी जाना कौटा कर्म आम कर्ता को पचार कौन क्या। प्रथमे मनकर बिजुलीटा नौ कर्ता। ओके कौन चमकुची आमर प्रश्न उत्तर आसुची कि आकाश रे उत्तर आसुनी। क्या चमकुची उत्तर आसुनी। तेणु यहाँ हम अकर्मक क्रिया। निमित्त भतिर केउटा उपसर्ग मसेंसनी प्रति उपसर्ग आमर 20टी आ उपसर्ग आमर हूँ अवय श्रेणी। तो सांग माने ये तो आमर थिला 1 मे फास्ट शिफ्टर ओडिया ग्रामर क्वेश्चन। तो भावुची आपण फुल डिटेल्स समस्ते बुझीपारे। जदि कौटा डाउट रही जाइथिबो आपण कमेंट बॉक्स रे जणाई परिबे। आ गोटे अनुरोध समस्त करी जतक भी मो छोट कि बड़ भाई भौणी अच्छा वीडियो देखुं जदि आपन को वीडियो भल लगुच कहीं चैनल को सब्सक्राइब करना। देखु ओडिया ग्रामर फुल डिटेल्स पूरा पेक क्वेश्चन डिस्कसन करनी। जदि आपण देखी ना वीडियो शेष में प्लेलिस्ट लिंक देदेवी आपने एंड स्क्रीन में देखने। आउ गोटे कथा सब्सक्राइब करना काइंडली सब्सक्राइब करने। देखा नेक्स्ट वीडियो रे।